କାଳଜୟୀ ଲେଖକ ମନୋଜ ଦାସଙ୍କର କଲମ ମୁନରୁ ଗଳ୍ପଟିଏ। ଗଳ୍ପଟିର ନାଁ ହେଲା ଯାଆଁଳା ଘାଇର କୁର୍ମ। ଯାଆଁଳା ଘାଇର କୁର୍ମକୁ ସମସ୍ତେ ଚିହ୍ନିଥିଲେ। ଭିଣା ତୁଳା ଭଳି କୁହୁଡ଼ିମୟ ପ୍ରତ୍ୟୁଷରେ ଯେତେବେଳେ ଗାଁ ଚାରିପଟ ଅଶ୍ୱସ୍ଥ ଗଛ ସବୁର ଥଣ୍ଡା ଜୁଡ଼ୁବୁଡ଼ୁ ଦେହ ଭିତରେ ଚିଲ ଓ ଶଙ୍ଖଚିଲଙ୍କର ସ୍ୱପ୍ନ ବି ଭାଙ୍ଗି ନଥାଏ, ଗୋହିରୀ ରାସ୍ତାର କିଆବୁଦା ତଳେ ତଳେ ହୁକ୍କା ଆଗରେ ଗୁଡ଼ାକୁ ଚିଲମ ଲଗାଇ ଆଉଁସା ବିଲେଇ ଭଳି ଗୁଡ଼ୁର ଗୁଡ଼ୁର କରି ସେ ଚାଲିଥାଏ ବିଲ ଆଡ଼େ। ଘଡ଼ିଏ ଯାଏ ଏ ହିଡ଼ରୁ ସେ ହିଡ଼କୁ ପାହୁଣ୍ଡ ବଦଳ କରି ସେ ଗାଁ ଭିତରକୁ ପ୍ରତ୍ୟାବର୍ତ୍ତନ କରିବା ବେଳକୁ ସେହି ରାସ୍ତା ଉପରେ ଗଛପତ୍ରର ଫାଙ୍କ ଦେଇ ଝରଝର ଉଷା ବୁଣି ପଡ଼ିଥାଏ। ସତୁରା ମା ସେତେବେଳେ ତାର କୁଡ଼ିଆ ଆଗ ରାସ୍ତାରେ ଝାଡ଼ୁ ଦେଇ ସାରି ଗୋବର ପାଣି ବିଞ୍ଚୁଥାଏ। କଳା ମୁଗୁନି ପଥର ଭଳି ପିଠି ଭିତରର ସୁପ୍ରାଚୀନ ମେରୁଦଣ୍ଡଟାକୁ ସଳଖ କରିବାର ଚେଷ୍ଟା କରି ଯାଆଁଳା ଘାଇର କୁର୍ମ ସେଇଠି ଛିଡ଼ା ହୁଏ। ହଇଲୋ ମା, ତୋର ସେଇ ତୁଠ ସେପଟ ଗହିରୀ ଜମି ଖଣ୍ଡିକ ରଘୁ ଜେନା ଭାଗ କରୁଛି ପରା। ତହିଁରେ ଏକା ଏ ବର୍ଷ ଭଲ ଫସଲ ଉଧେଇବ। ସିଏ ପରା କହରା ମାଟି, ତା ପେଟରେ କାମଧେନୁ ଭଳି ରସ ଅଛି। ଯେତେ ଯୁଗ ଟାଣିଲେ ବି ସିଏ ଧାନ କେରାକୁ କ୍ଷୀର ଯୋଗାଇବା ବନ୍ଦ କରିବ ନାହିଁ। ହେଲେ ସେ ରଘୁ ସାଉଙ୍କର ଜମି 2 ମାଣର ଚାରା ଆଜିଠୁ ସିଠା ପଡ଼ି ଆସିଲାଣି। ଲମ୍ବା ଝାଡ଼ୁରେ ବନ୍ଧେଇ ଉପରେ ହାଲୁକା ଭାବରେ ହାତ ପାପୁଲି ଥୋଇ ସୁତ୍ରା ମା ଶୁଣେ। ଆଉ ଜଣେ 2 ଜଣ ବି ଆସି ଶୁଣନ୍ତି। ଯାଆଁଳା ଘାଇର ବାସିନ୍ଦାଗଣଙ୍କର ଦୈନନ୍ଦିନ ପ୍ରଭାତର କାର୍ଯ୍ୟକ୍ରମ ଏହି ସମୀକ୍ଷା ଶ୍ରବଣରୁ ଆରମ୍ଭ ହୁଏ। ଜୀବନ ଇତିହାସର କେଉଁ ପ୍ରାଥମିକ ପୃଷ୍ଠାରେ କୁର୍ମ ବୁଢ଼ାର ନାମ ଥିଲା ପରମାନନ୍ଦ। ସେ 1800 କେତେ ମସିହାର ଗୋଟେ କଥା। ବର୍ଷେ ଯାଆଁଳା ଘାଇର କୋଦଣ୍ଡ ପ୍ରତାପ ଜମିଦାର ହେରମ୍ଭ ଚୌଧୁରୀଙ୍କର ପୂଜା ମେଲାରେ କେତେ ମୂର୍ତ୍ତି ବାବା ବିଜେ କରିଥିଲେ। ସେମାନଙ୍କର ଅଲୌକିକ ମନ୍ତ୍ର ଶକ୍ତିରେ ଖଣ୍ଡମଣ୍ଡଳ ଯାକ ତଟସ୍ଥ ହୋଇଯାଇଥିଲା। ଯାଆଁଳା ଘାଇରେ ଥାଉଁ ଥାଉଁ ଦିନେ ପରମାନନ୍ଦ ଗୋସ୍ୱାମୀଙ୍କର 200ତମ ଜନ୍ମଦିବସ ପଡ଼ିଲା ବୋଲି ଛେଲାମାନେ ଜମିଦାରଙ୍କୁ କହିଲେ। ସଙ୍ଗେ ସଙ୍ଗେ ଏହି କଥା ବି ଜଣାଇଦେଲେ ଯେ 200 ବର୍ଷ ପୂର୍ଣ୍ଣ ହୋଇଥିବା ଯୋଗୁଁ ବାବାଜୀ ଆଉ ମର୍ତ୍ତ୍ୟଲୋକରେ ରହିବାକୁ ଉତ୍ସୁକ ନୁହନ୍ତି। କିନ୍ତୁ ହିମାଳୟ ପାରି ହୋଇ ଦେବାଲୋକକୁ ପ୍ରସ୍ଥାନ କରିବା ପୂର୍ବରୁ ସେ ଜମିଦାର ବାହାଦୁରଙ୍କର ବହୁତ ଇଚ୍ଛା ପୂରଣ କରିଯିବେ, ସେଥିରେ ସନ୍ଦେହ ନାହିଁ। ରାତାରାତି ହେରମ୍ବ ଚୌଧୁରୀ ପ୍ରତାପପୁରର ସାମନ୍ତଙ୍କର ଜିମା ଖଣ୍ଡିଏ ତାଲୁକ ବନ୍ଧକ ରଖି ଟଙ୍କା ଆଣି ବାବାଜୀଙ୍କର ଜନ୍ମଦିବସ ପାଳନ କଲେ। ସେହି ଉତ୍ସବର ଆନନ୍ଦ ଭିତରେ ସମସ୍ତେ ପ୍ରମତ୍ତ ଥିଲାବେଳେ ନିଛାଟିଆ କୁଡ଼ିଆର ନିଷ୍ପ୍ରଭ ଦୀପାଲୋକରେ ଯେଉଁ ଶିଶୁଟିଏ ଭୂମିଷ୍ଠ ହେଲା, ଜନନୀ ତାର ନାମ ଦେଲା ପରମାନନ୍ଦ। ତାପରେ ଆନନ୍ଦତକ ଉଡ଼ିଯିବାକୁ ବିଶେଷ ଡେରି ଲାଗିଲା ନାହିଁ। ଦିନେ ଉତ୍କଟ କୋଳାହଳ ଭିତରେ ହେରମ୍ବ ଚୌଧୁରୀଙ୍କର ମେଘନାଦ ପାଚେରୀ ଭିତରୁ ଘୋଷିତ ହେଲା, ବିରାଟ ଲୁହା ସିନ୍ଦୁକର ବିପୁଳ ସମ୍ଭାର ସହ ବାବା ପରମାନନ୍ଦ ଅନ୍ତର୍ହିତ। ଯଦିଓ ଶିଶୁ ପରମାନନ୍ଦର ବୟସ ସେତେବେଳକୁ ମାସଟିକର ବି ନୁହେଁ, ତଥାପି ସମସ୍ତେ ତାକୁ ଡାକିବାକୁ ଆରମ୍ଭ କଲେ ପରମା ଠକ। ବହୁ ବର୍ଷ ବିତିଗଲାଣି। ପରମାନନ୍ଦ ବା ପରମା ଠକ ନାମ ଅର୍ଜନ କରିବା ଭିତରେ ପରମାର କିଛି ହାତ ନଥିଲା। ତାପରେ କିନ୍ତୁ ସେ ନିଜର କୃତିତ୍ୱରେ ଯେଉଁ ନାମ ଜନତାର ରାୟରେ ପଟ୍ଟା କରିନେଲା, ସେ ନାମର ପ୍ରଭାବରେ ଧୋଇଗଲା ଦୂର ଅତୀତର ଅନର୍ଜିତ କଳଙ୍କ। କେତେ ଅସୁମାରୀ ଯୁଗର ସ୍ୱପ୍ନମୟ କାହାଣୀ ସବୁ ପିଠିରେ ଧରି କଥା କହେ ଭଙ୍ଗା ଦେଉଳ ବା ପାହାଡ଼ ପର୍ବତର ଶିଳାଲେଖ। ପରମା ପିଠିରେ କହରା କୃଷ୍ଣଚମର କୁଞ୍ଚନ ସବୁର ସଙ୍କେତ ଲିପି ଯଦି କେହି ଉଦ୍ଧାର କରିପାରନ୍ତା, ତେବେ ଇତିହାସ ନ ହେଉ, ପ୍ରତ୍ନତତ୍ତ୍ୱ ନ ହେଉ, ବହୁ ଅନୁଭବ କିନ୍ତୁ କଥା କହି ଉଠନ୍ତେ। ସେ ଚମର ଆବରଣ ତଳେ କେତେ ଶହଥର ଟେଳା ଟେଳା ରକ୍ତ ଚକା ବାନ୍ଧି ମିଳେଇ ଯାଇଛି, କେତେ ଚାବୁକର ବିଷ ବି ହଜମ ହୋଇଯାଇଛି। ଶ୍ରୀମନ୍ଦିର ପାଇଁ ପଥର ବୋହି ବୋହି ଯେଉଁମାନେ କୁର୍ମ ବନି ଯାଇଥିଲେ, ଇନ୍ଦ୍ରଦ୍ୟୁମ୍ନ ସରୋବର ନୀଳ ନୀର ଭିତରେ ବିଗତ ଦିନର ସ୍ୱପ୍ନ ଭଳି ସେମାନେ ଭାସି ବୁଲନ୍ତି। ମୁଆଁ ଉଖୁଡ଼ା ସୁଆଗ ଶରଧା ନ ପାଉଥିଲେ ବି ପରମା ନିଜକୁ ସେମାନଙ୍କର ସମଗୋତ୍ରୀୟ କରି ଗୌରବ ନିଏ। ଅବିଶ୍ୱାସିନୀ କୁଳଖିଆ ନଈକୁ ପହରା ଦେଇ ଦୂର ଦିଗ୍ବଳୟ ଯାଏ ଲମ୍ବି ଯାଇଛି ଯେଉଁ ଯାଆଁଳା ଘାଇର ବନ୍ଧ, ତାର ଜମାଟ ବନ୍ଧା ଦିହ ଭିତରେ
ଖିଲାଣ ଭଳି ଜମି ରହିଛି ପରମା ଦେହର ଝାଳ। 50 ବର୍ଷ ତଳେ ଯେଉଁ ସବୁ କଳା ସାବନା ଟେରା ଗେଡ଼ା ଢେଙ୍ଗଣ ଖର୍ବମାନଙ୍କର ସହ କାନ୍ଧ ମିଳାଇ ପରମା ମଥା ଓ ପିଠିରେ ଝୁଡ଼ି ପରେ ଝୁଡ଼ି ବସ୍ତା ପରେ ବସ୍ତା ବାଲିମାଟି ନେଇ ଥୋଇଥିଲା, ନଈ ପାଣିର କଡ଼ ଛୁଇଁ ଦୂରକୁ ଦୂରକୁ ସେମାନେ ସବୁ ମଲେଣି। ଏକା ଅକ୍ଷତ ରହିଛି ଯାଆଁଳା ଘାଇର ବନ୍ଧ। ସେଇ ବିଦେଶୀ କାନତରାଟିର ମୁହଁ ଗୋଟାଏ ଅଧାଳିଆ ଫିକା ଜହ୍ନ ଭଳି ଆଜି ବି ତାର ମନେ ପଡ଼େ। କାନତରାଟି ତଳକୁ ଥିଲା ଯେଉଁ ବାବୁ, ତାର ଚାବୁକ ସବୁରି ପିଠି ଛୁଇଁଛି। ମାତ୍ର ଏଇ ଗୋଟିଏ କୃତିତ୍ୱ ନେଇ ପରମା କୁର୍ମ ବୋଲାଏ ସେ କଥା ନୁହେଁ। ଗ୍ରାମ ଦେବତୀ ଚଣ୍ଡୀଙ୍କର ଏଇ ମନ୍ଦିର, ସେଇ ବିରାଟ ରାସ ପୋଖରୀ, ସର୍ବୋପରି 40 ବର୍ଷ ତଳେ ତିଆରି ଜମିଦାରଙ୍କର ଏଇ ପ୍ରକାଣ୍ଡ ବାସଭବନ, ଏଇ ଅଟ୍ଟାଳିକା ହିଁ ତାର କୁର୍ମତ୍ୱ ପ୍ରତି ବିଶେଷ ଅବଦାନ ଦେଇଛି। ପିତୃ ଅମଳର ପୁରୁଣା ଋଣ ଶୁଝିବା ସକାଶେ ଏଇ କୋଠା ତୋଳିବା ପାଇଁ ସେ ପୁରା 2.5 ବର୍ଷ ବେଠି ଖଟିଛି। 40 ବର୍ଷ ତଳେ ଯେଉଁମାନେ ଶିଶୁ ଥିଲେ ସେମାନଙ୍କ ଭିତରୁ ଅନେକଙ୍କର ମନେ ଅଛି, ପରମା ମଥାରେ ପୂର୍ବେ ଗୋଟିଏ ମାଂସଳ ଆବୁ ଥିଲା। ଇଟା ବୋହି ବୋହି କାଳକ୍ରମେ ତାହା ଅନ୍ତର୍ହିତ ହୋଇଯାଇଥିଲା। ଚିକ୍କଣ ଥିଲେ ବି ଆଜି ଯାଏଁ ସେଠାରେ ବାଳ ଉଠେନି। କୁର୍ମତ୍ୱର ସିଏ ଗୋଟେ ମୋହର। ସୁତରାଂ ଏଇ ସୁଦୀର୍ଘ ଅତୀତର ଅଭିଜ୍ଞତାକୁ ପୁଞ୍ଜି କରି କୁର୍ମ ବୁଢ଼ା କେବେ ପ୍ରଥମେ ବିଶ୍ୱାସ କରିପାରିଲାନି ଯେ ଯାଆଁଳା ଘାଇର ଅବସ୍ଥା ଏବେ ବିପନ୍ନ। ଯାଆଁଳା ଘାଇର ବନ୍ଧ ତାର ଆତ୍ମଜ। କେତେ ସନ୍ଧ୍ୟା ଓ ସକାଳେ ଆସି ଯାଆଁଳା ଘାଇର ମୁଣ୍ଡ ଉପରେ ଦୁବଘାସ ଗୁଡ଼ିକ ବାତ୍ସଲ୍ୟ ମମତା ନେଇ ସେ ଆଉଁସିଛି। ବୁଢ଼ା କେଉଁ ଦିନ ଆଉ ବିଲବାଡ଼ି ତଦାରଖ କାମକୁ ଗଲା ନାହିଁ। ବନ୍ଧ ଉପରର ନୁଆଣିଆ ବରଗଛର ଅଷ୍ଟବକ୍ର ଚେରକୁ ଆଉଜି ବସି ଘୂର୍ଣ୍ଣିମୟ ଗୈରିକ ପାଣି ଆଡ଼କୁ ଚାହିଁ ରହିଥାଏ। ଆଉ ଯିଏ ଗଲେ କହେ, ଏ ବୁଝିଲ, ଏ ପାଣିକୁ ଯାଆଁଳା ଘାଇ ଖାତିର କରେ ନା। ବୁଝିଲ, ଥରେ 23 ସାଲରେ ଏମିତି ପାଣି କେହି ହାବୁକା ଖାଲି ଚେଙ୍ଗ ମାଛ ଭଳି ଭିତରକୁ ଡେଇଁ ପଡ଼ିବାର ଭାବ ଦେଖେଇଥିଲା। କ'ଣ କଲୁ ଜାଣିଛ? ରାତାରାତି ଏପଟେ ଲମ୍ବମାନ ପୋଖରୀ ଖୋଳି ପକାଇ ମାଟିତକ ନେଇ ଲଦିଦେଲୁ ବନ୍ଧ ଉପରେ। ଆଉ ଯାଏ କୁଆଡ଼େ? ତାର 2 ଦିନ ପରେ ଗବାଗବ ହୋଇ ପାଣି ଖସିଗଲା ତଳକୁ ତଳକୁ। ଗଭୀର ଆତ୍ମପ୍ରତ୍ୟୟରେ ସେ ହସେ। ସେଦିନ କିନ୍ତୁ ସେ ବଡ଼ ମ୍ରିୟମାଣ ଓ ସନ୍ଦିଗ୍ଧ ହୋଇ ଉଠିଥିଲା ଯେତେବେଳେ ଶୁଣିଲା ଯେ ବନ୍ଧ ଉପରେ ସରକାରୀ ପହରା ପଶିଛି ଓ ଗାଁ ଲୋକେ ସେଠାକୁ ଯିବା ବେଳକୁ ସେମାନେ ଧମକ ଦେଉଛନ୍ତି। ସଞ୍ଜବେଳେ ମେଘ ହେଉଥାଏ। ଝୁପ୍ ଝୁପ୍ କରି ଅସରାଏ ବର୍ଷା ପାଣି ପୁଣି ଛାଡ଼ି ଦେଉଥାଏ। ବୁଢ଼ା ଧୀରେ ଧୀରେ ଆସି ବରଗଛର ଗୋଟିଏ ଓହଳ ଧରି ନଈଆଡ଼େ ନିର୍ନିମେଷ ଭାବରେ ଚାହିଁ ରହିଲା। ଅକଲଣ ପାଣିର ଅସୀମ ଶୋଭାଯାତ୍ରା। ତାର କଳା କଳା ଘୂର୍ଣ୍ଣି ଭିତର ଦେଇ ସେ ଯେପରି ସାରା ପୃଥିବୀଟାକୁ ଚାହୁଁଛି ପାତାଳକୁ ଠେଲି ଦେବା ପାଇଁ। ବୁଢ଼ା ଦୌଡ଼ି ଦୌଡ଼ି ପ୍ରାୟ ତଳକୁ ପଳାଇ ଆସିଲା। ଆଉ କେତେଜଣ ଟୋକା ବୁଲୁଥିଲେ ବନ୍ଧ ତଳେ ତଳେ। ନିଜର ଆଦିମ ମେରୁଦଣ୍ଡ ସଳଖ କରି ବୁଢ଼ା ସେମାନଙ୍କୁ ଏକଜୁଟ କରି ବହୁଦିନ ପରେ ପୁଣି ମାଟି ଖୋଳା ଆରମ୍ଭ କଲା। ହାୟ ରେ, ସେ ଯଦି ଏ ପାଣିର କୂଳ ବୁଡ଼ା ଲକ୍ଷଣ ଆଗରୁ ଚିହ୍ନି ପାରିଥାନ୍ତା। ରାତି ପ୍ରାୟ 3ୟ ପହର ବେଳକୁ ସଭିଏ କ୍ଳାନ୍ତ ହୋଇ ଫେରିଆସିବା ବେଳେ ବୁଢ଼ା ସମସ୍ତଙ୍କର ପିଠି ଥାପୁଡ଼ାଇ କହିଲା, ପୁଣି ସକାଳ ହେଲେ ଲାଗିଯିବା, ଚିନ୍ତା ନାହିଁ। ପ୍ରଭାତ ହେଲା। ବିଶୃଙ୍ଖଳ ଓ ଅତର୍କିତ ନରନାରୀଙ୍କର ହାହାକାର କିନ୍ତୁ ଜଳସ୍ରୋତର ବିପୁଳ ନିର୍ଘୋଷକୁ ଟପି ଯାଇ ପାରିଲା ନାହିଁ। ଗାଁ ପ୍ରାନ୍ତରେ ମହଜୁଦ ଥିବା ଯୋଡ଼ିଏ 3ଟି ନୌକା ସାଏଁ ସାଏଁ ହୋଇ ଭାସିଗଲେ କାହିଁ କୁଆଡ଼େ। ହେରମ୍ବ ବାବୁଙ୍କ ବିରାଟ 2 ମହଲା କୋଠା ଭିତରେ ଦୌଡ଼ି ଦୌଡ଼ି ଯେଉଁମାନେ ଯଥାଶୀଘ୍ର ପହଞ୍ଚି ଯାଇପାରିଲେ ସେମାନଙ୍କୁ ନେଇ ଘର କବାଟ ବନ୍ଦ କରିଦିଆଗଲା। ବହୁ ପୁରାତନ ଏକ ନିଛାଟିଆ ଗାଁ ଯାଆଁଳା ଘାଇର ଜୀବନରେ ସେଦିନ ସୂର୍ଯ୍ୟୋଦୟ ସାଙ୍ଗେ ସାଙ୍ଗେ ନଇଁ ଆସିଲା ସାମୟିକ ଜୀବନ ସନ୍ଧ୍ୟା। ତାପରେ ପ୍ରାୟ ସପ୍ତାହକ ପରେ ଯେତେବେଳେ ପ୍ରଳୟ ପରର ବଜ୍ରାହତ ନରନାରୀମାନେ ଗାଁରେ ଧ୍ୱଂସାବଶିଷ୍ଟ ସ୍ଥାନଗୁଡ଼ିକୁ ଫେରିଆସି ପରସ୍ପର ଚୁଆଁଚୁଇଁ ହେଲେ, ଛୋଟ ପିଲାଟାଏ ତା ମାଆକୁ ପଚାରିଲା, କୁର୍ମ ଅଜା କାହିଁ? ସମସ୍ତେ ଭାବିଲେ। ଜଣେ କହିଲା, ସକାଳ ଆଗରୁ ଯାଆଁଳା ଘାଇ ଭାଙ୍ଗିବା ପୂର୍ବରୁ ବନ୍ଧ ଉପରେ ଜଣକର ପାଟି ଶୁଭୁଥିଲା ଅନ୍ୟମାନଙ୍କୁ ସତର୍କ କରି। ମନେ ହେଉଥିଲା କୁର୍ମ ବୁଢ଼ାର ଗଳା। ଆଉ ଜଣେ କହିଲା, ଆମ୍ଭେ ସବୁ ହେରମ୍ବ ବାବୁଙ୍କ 2 ମହଲା କୋଠାକୁ ଉଠିଯାଇ କବାଟ ବନ୍ଦ କରିଦେବାର ଠିକ୍ ପୂର୍ବରୁ ଦୁଆରେ କିଏ ଗୋଟେ କବାଟରେ ଶବ୍ଦ କରୁଥିଲା। ଭାବିଲି କାଳେ କୁର୍ମ ହେଇଥିବ, କିନ୍ତୁ କେହି ତଳକୁ ଆସିଲେ ନାହିଁ।
ସମାପ୍ତ।